ଦେଖନ୍ତୁ କେମିତି ବିରିଟା ରଗଡ଼ିଲେ କେମିତି ଚାରିପଟ ଯେଉଁ ବିରି ରଗଡ଼ା ହେଇଥିଲା ସେଥିରୁ ଅଳ୍ପ ବହୁ ତାକୁ ଶୁଖେଇକି କରିଛନ୍ତି। ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ଆୟୁଷ ବେହେରା ଓଡ଼ିଆ ବ୍ଲଗ୍କୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଉ ଆପଣମାନେ ଆମ ଭିଡ଼ିଓଟାକୁ ଦେଖନ୍ତୁ, ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ନିହାତି ଗୋଟେ ସବସ୍କ୍ରାଇବ୍ କରିଦେବେ। ଆସନ୍ତୁ ଦେଖିବା ଆମ ନ୍ୟୁ ବ୍ଲଗ୍। ପଖାଳ ଭାତ ଖାଉଛନ୍ତି, ବାସି ପଖାଳକୁ ଜହ୍ନି ଭଜା ଆଳୁ ସିଝା ଥୁଆ ହେଇଛି, ଏଠି ଖାଇବେ। ଚକଟି ଦେଲେ ପଖାଳ ଖିଆ ହେଉଛି ଟିକେ। ମାଛଙ୍କୁ ଦାନା ଦେଇଛ? ଦେଇଛି ଆଇଛ ସ୍କୁଲ ଯାଇଛି ହେରି ଆଉ। ଓହୋ, ଖାଅ। ବୋଉ ଏଠି କ'ଣ କରୁଛନ୍ତି? ପରିବା ଭାଜୁଛନ୍ତି କହିଲାଣି। ପରିବା କାଟିବାକୁ ମୁଁ କହୁଛି ପରିବା ଭାଜୁଛନ୍ତି ଏଠି। ଲଙ୍କା ଚୋରି ଥିଲି ଯେ ଏଠି ପଡ଼ିଯାଇଛି, ତଳେ ବିଞ୍ଚି ଯାଇଛି। କଖାରୁ ଏଥିରେ ଅଛି ବୋଧେ? ହଉ କାଟିଦିଅ। ଆଉ ମୁଁ ତ ଏଠି ଭାତ ବସେଇଛି, ହେଲାଣି ଆସିକି। କ'ଣ ହେଲାଣି ଦେଖିବା, ହେଇନି। ଆଜି ତ ଗୁରୁବାର, ଅରୁଆ। ସବୁ କାଟିଦେବ ଟିକେ ପରିବା ଟିକେ ଆଉ। କାଟିଦେଲେ ମୁଁ ଡାଲମା ବସେଇବି। ଦେଶୀ ଆଳୁ ଆଣିବି ଆଣିଛ? ଯାହା ହଉ, ଦେଶୀ ଆଳୁ ମୋର ପ୍ରିୟ। ଭାଜିଦେବା ଆଉ ଦେଶୀ ଆଳୁ ଟିକେ ଆଉ। କାଟିଦେବ କଖାରୁ ସେ ତ କାଟିଦେବ ସବୁ ତକ। ବହୁତ ଏଠି ପରିବା କାଟୁଛନ୍ତି। କ'ଣ କହିଲ? ହଁ କାଟୁନ। କ'ଣ କହୁଛ ଆଉ? ରାଗ ହେଇଛି? ଏତେ ଜୋରେ ରାଗ ହେଇଛି? ହଁ, କଷିଛନ୍ତି ବା। ପିଠା ପାଇଁ ହେଲେ ବିରି ରଗଡ଼ା ହେଉଛି। ରଗଡ଼ା ବିରି ଆଉ ନଥିଲାରୁ ମୁଁ ଏଠି ରଗଡ଼ୁଛନ୍ତି ବିରି। ଶୁଖେଇଥିଲ ଏଇନା ଖରାରେ? ଖରାରେ ଶୁଖିଆ ହେଇଥିଲା। ଆଜି ବହୁତ ଜୋର ଖରା ହେଉଛି ବୋଲି ଖରାରେ ଶୁଖେଇ ଦେଇ ବୋଉ ଆଣି ରଗଡ଼ୁଛନ୍ତି ବିରିକି। କ'ଣ କହିଲା? ବହୁତ ବିରି ରଗଡ଼ୁଛନ୍ତି, ଦେଖନ୍ତୁ। କ'ଣ କହୁଛନ୍ତି ଟିକେ ଶୁଣିବା। କ'ଣ କହିଲ ଏଇନା? ଇଏ ରଗଡ଼ା ହେଲା, ତେଲ ମରା ହେବ, ଫେଣି ଶୁଖିବ, କାଣ୍ଡି ହେବ। ଏଇ ନେଇପାରିବ? ଖରା ତ ଯେଉଁ ଭଳିଆ ମାରୁଛି, କଥା କାହିଁ ଏତେ ଜୋରେ ଖରା ମାରୁଛି ଦେଖନ୍ତୁ। ବହୁତ ଜୋରେ ଖରା ମାରୁଛି। ଏବେ ବିରି ରଗଡ଼ା ଚାଲିଛି, ଆପଣମାନେ ଦେଖନ୍ତୁ। ମୁଁ ଆଦେହରେ ଟିକେ ରଗଡ଼ି ହେବନି, ଗୋଟା ଗୋଟା ଗାଳି ପଡ଼ିବ। ହଁ, ଶୁଖେଇ ଦେଲେ ସେ ସାଙ୍ଗେ ସାଙ୍ଗେ ହେଇଯିବ, ଫଳ ହେଇଯିବ ନା? ଶୁଖେଇ ଦେଲେ ବିରିଟାକୁ ଶୀଘ୍ର ଶୀଘ୍ର ରଗଡ଼ି ହେଇଯିବ। ନହେଲେ ଗୋଟା ଗୋଟା ଗଳି ପଡ଼ିଲା। ବୋଉ ଆଉ ଟିକେ ରଗଡ଼ିଥିଲେ, ଗୋଟା ଗୋଟା ଗଳିଲା ବୋଲି ସେଥିଲାଗି ତାକୁ ଟିକେ ଶୁଖେଇକି ଖରା ଦେଇଦେଲେ। ଖରା ଦେଇକି ଆଣିକି ଆଉ ଥରେ ରଗଡ଼ୁଛନ୍ତି। ସିଏ ପୁରା ଗୋଟା ଗୋଟା ଫଳ ଫଳ ହେଇଯିବ। ସେମିତି ରଗଡ଼ି ଦେଲେ ମୋତେ ତ ହେବନି, ମାନେ ଗୋଟା ମତେ ଗଳିବାକୁ ପଡ଼ିବ। ଗଳି ପଡ଼ିବ, ନହେଲେ ପୁରା ଚୁରି ହେଇଯିବ। କେତେ ସୁନ୍ଦର ଭାବରେ ହେଇଛି ଦେଖନ୍ତୁ। ଦେଖନ୍ତୁ କେମିତି ବିରିଟା ରଗଡ଼ିଲେ କେମିତି ଚାରିପଟ ହେଇସାରିଲାଣି। ଏବେ ବିରି ରଗଡ଼ା ସରି ସରି ଆସିଲାଣି। ବହୁତ ସୁନ୍ଦର ଭାବରେ ରଗଡ଼ି ହେଇଯାଉଛି। ସରି ସରି ଆସିଲାଣି ବିରି ରଗଡ଼ା ଏଠି। ଦେଖନ୍ତୁ, ଇଏ ହେଲା ଆମ ମାଟି ଘର। ଦେଖନ୍ତୁ, ପୁରା ଚାଳ ଘର ହେଇଯାଇଛି, ମାନେ ଛପର ହେଇଯାଇଛି ଘରଟା। ଆମର ଏପଟେ କାନ୍ଥ ଦେଖନ୍ତୁ ପୁରା ଭାଙ୍ଗି ଯାଇଥିଲା। ଏବେ ଆର ବର୍ଷ ଖଣ୍ଡେ, ଗୋଟେ ବର୍ଷ ଖଣ୍ଡେ ହେବ, ଆୟୁଷ ବାବାଙ୍କର ଗୋଡ଼ ଭାଙ୍ଗିବା ପୂର୍ବରୁ କାନ୍ଥଟା ଭାଙ୍ଗି ଯାଇଥିଲା। ଆମେ ଯେହେତୁ କରିପାରିନଥିଲୁ, ଗୋଡ଼ ଭାଙ୍ଗିଗଲା, ସେ ମେଡ଼ିକାଲରେ ପଡ଼ିଲେ, ଆମେ ତ କିଛି କରିପାରିଲୁନୁ। ଆଉ କେମିତି କାମ ହେଇଥାନ୍ତା? ସେଥିଲାଗି ଦେଖନ୍ତୁ, ଏଇ ଜରି ଆସିକି ପାଲ ଆସିଲା ହାରି, ପାଲ ଆସିକି ଏମିତି ଚାରିପଟ ବାଡ଼ ଦିଆ ହେଇଗଲା। ଆପଣମାନେ ଦେଖନ୍ତୁ। ତଥାପି ଏଇଥିରେ କାଲି ଏଇଠି ଆପଣମାନେ ଦେଖିପାରୁଥିବେ, ଏଇଠି ଯେଉଁ ଜାଗାଟା ଅଛି,
ମାନେ ସେଇଠି ଗୋଟେ ଫାଙ୍କା ଅଛି, ସେଇଠି ଯେଉଁ ଫାଙ୍କା ଅଛି ମାନେ ଛୋଟ ଫାଙ୍କାଟା ଦେଖାଯାଉଛି ନା, କାଲି ଗୋଟେ ବଡ଼ ଗୋଧିଟେ ମାନେ ପଶୁଥିଲା ଆସିକି, ଗୋଧିଟା ଆସୁଥିଲା ଆସିପାରିଲାନି। ଆୟୁଷ ମୋତେ ଦେଖିକି ଡାକିଲେ, ଆୟୁଷ କହିଲା, ତାପରେ ଆୟୁଷ କହିଲା ଯେ କେତେ ଗୋଟେ ଗୋଧିଟା ଆସୁଛି। ଆୟୁଷ ଭୟରେ ଦୌଡ଼ିକିରି ମାନେ ଯାଇକି ମାନେ ସମସ୍ତଙ୍କୁ ଡାକ ପକେଇଛି, କ'ଣଟେ ଏଇଠି ଆସିଲା, କ'ଣଟେ ଆସିଲା। ମୁଁ କହିଲି ସାପ ଫାପ ଆସିଲା ନା କ'ଣ। ମାନେ ଏପଟେ ସାଇଡ଼୍ ମାନଙ୍କର ସବୁ କୁକୁର ମାନେ ଚିରି ଦେଇଛନ୍ତି ନା ପାଲ ଗୁଡ଼ାକ, ସେଥିଲାଗି ଟିକେ ଏପଟେ ଗୋଧିଟା ମାନେ ଆସୁଥିଲା ଏଇ ଫାଙ୍କେରେ କିନା, ଦେଖନ୍ତୁ ଏଇ ଫାଙ୍କାରେ କିନା, ଏଇ ଫାଙ୍କ ଅଳ୍ପ ଅଳ୍ପ ରହିଯାଇଛି। ଏପଟେ ବି ଆମର ଗୁହାଳଟା, ଏଇଟା ଗାଈ ବି ବନ୍ଧା ହେଉଛି ଏପଟେ, ଆମର ବି କାନ୍ଥ ହେଇପାରିନି। ଆଉ କ'ଣ କହିବି, ଦେଖନ୍ତୁ ଏଇପଟେ ମାନେ ଆୟୁଷଙ୍କ କୁକୁର କେଉଁଠି ଶୋଇଛି ମୋତେ କହିକି ଯାଇଛି, କହିଲା ଖାଇବାକୁ ଦେବୁ ବୋଲି କୁକୁରକୁ। ତା କୁକୁର ବର୍ତ୍ତମାନ ପାଇଁ ଦେଖନ୍ତୁ କେଉଁଠି ଶୋଇଛି, ସେ ଦେଖନ୍ତୁ ଏ ଶୋଇଛି। ମାନେ ଖାଇବାକୁ ନଦେଲେ ସେ ଯଦି ମାନେ ଘର ଭିତରକୁ ଯିବ ଭାରି, ଘର ଭିତରକୁ ଯାଇକି କହିବ, ମାନେ କିଛି କହିବନି, ମାନେ ଯିବ ଭାରି ଆଉ। ସେ ଜାଣିପାରିବ ମୁଁ ଆସିଲି ମାନେ ମୋତେ ଖାଇବାକୁ ଦେବେ ଯେମିତି ହେଲେ ଆଉ। ଯାଇକି ଏଠି ଆସିକି ଦେଖ, ମୁଁ ଏଠି ପରେ ତାକୁ ଦେଇଥିଲି ଖାଇବାକୁ ଦେଇଥିଲି, ସେ ଶୋଇପଡ଼ିଛି। ଏ ଆ ଆ ଆ ଆ ଆ ଆ ଆ ମା ହାତକୁ ଶୁଙ୍ଘିଦେଲା ଲୋ ଭଗବାନ। ଆ ଆ ଆ ଆ ମାଲୋ, ମୋ ହାତଟାକୁ କେତେ ଜୋରେ ଶୁଙ୍ଘିଦେଲା, ମୋତେ କେତେ ଜୋରେ ଡର ଲାଗିଲା। ବୋଉ ବି ଏଠି ଦେଖନ୍ତୁ ହେଲା, ଯେଉଁ ବିରି ରଗଡ଼ୁଥିଲେ ତାକୁ ପାଛୁଡ଼ୁଛନ୍ତି ଏଠି, ଦେଖନ୍ତୁ ବିରି ଯେଉଁ ରଗଡ଼ୁଥିଲେ ଏଠି ପାଛୁଡ଼ା ହେଉଛି, ବୋଉ ପାଛୁଡ଼ି ଦେଇଛନ୍ତି। ମୋର ତ ପାଛୁଡ଼ି ଆସିବନି, ବୋଉ ପାଛୁଡ଼ୁଛନ୍ତି ରଗଡ଼ିକିରି। ଦେଖନ୍ତୁ ଆୟୁଷଙ୍କ ବାବା ହେଲା ନେଇକି ଗଲେ କୁକୁରକୁ ଖାଇବାକୁ ଦେବାକୁ, ଯେଉଁ ଚୁଡ଼ା ଯୋଡ଼େ ନେଇକି ଗଲେ, ମୁଁ ଖାଇବାକୁ ଦେଇଥିଲି। ପଳେଇଲେ କି କୁଆଡ଼େ? ନାଇଁ ଅଛି ବା, ଦେଇଦିଅ ସେଇଠି। ଦେଖନ୍ତୁ ଆୟୁଷ ବାବା କୁକୁରକୁ ଏବେ ନେଇକି ଗଲେ, ତ ଚାଲି ପାରୁନାହାନ୍ତି, ମାନେ ବସିଲା ମାତ୍ରକେ ଚାଲିପାରିବେନି କେବେ, ମାନେ ଚାଲି ପାରୁନାହାନ୍ତି। ସେ ଦେଖନ୍ତୁ ନେଇକି ଦେଉଛନ୍ତି, ସେ କେମିତି ହାତରୁ ନେଇଯିବ ବୋଲି କେମିତି ହେଉଛି, ଦେଖନ୍ତୁ ଦେଖନ୍ତୁ ସେ ହାତରୁ ନେଇଯିବ ବୋଲି ଦେଖିଲା, ତା ବାବା ଏତେ ଆଣିକି ଦେଲେ। ଆୟୁଷ ଦାୟିତ୍ୱଟା ଦେଇଦେଇ ଯାଇଛି ନା। ହଁ କେଉଁଠି ଏଇଠି ପାହାଚଟା ଟିକେ ମାନେ ଦେଖନ୍ତୁ, ପାହାଚଟା ଟିକେ ଭଲ ନାହିଁ। ପାହାଚ, ଆମର ତ ଦାଣ୍ଡ ଘର ଦେଖୁଥିବେ ଏମିତି ଘର, ଆଉ ମାନେ ଆସିଲେ ହେରି ନା, ସେଥିଲାଗି ଟିକେ ବସି ପଡ଼ିଲେ ସେ ଉଠି ପାରିବେନି। ବସି ପଡ଼ିଲ ଧୀରେକି, ଦେଖନ୍ତୁ ବସି ପଡ଼ିଲେ ଧୀରେକି, କାହିଁକିନା ତାଙ୍କ ଗୋଡ଼ ଟିକେ ଭଲ ନଥିବାରୁ ଆଜି ବି ଯିବେ ମେଡ଼ିକାଲ, ଯିବେ ବି ଆଉ ଟିକେ ଚେକ୍ କରିବାକୁ। ମାନେ ଏଇ ଗୋଡ଼ଟା ତାଙ୍କର, ଆଣ୍ଠୁଟା ତାଙ୍କର, ଏଇ ଜାଗାଟା ଫୁଲିଛି। ଗାଡ଼ି କେବେ ଚଲାନ୍ତିନି କି ସାଇକେଲ କେବେ ଚଲାନ୍ତିନି, ମାନେ ସାଇକେଲ ଟିକେ ସେଦିନ ଟିକେ ଚଲେଇ ଦେଲେ, ତାପରେ ଗୋଡ଼ ଟିକେ ପ୍ରେସର ପଡ଼ିଗଲା। ତାପରେ ଗାଡ଼ି ବି ଟିକେ ମାନେ ଷ୍ଟାର୍ଟ ବି ସିଏ ମାରୁନାହାନ୍ତି, ମାନେ ଏପଟେ ଆୟୁଷ ହଉ ନହେଲେ ବଡ଼ ପୁଅ ହଉ ତାକୁ କହିଦେଲେ ସିଏ ଷ୍ଟାର୍ଟ ମାରିଦେବେ। ଷ୍ଟାର୍ଟ ମାରିଦେଲା ପରେ ସିଏ ବି ଚଲେଇବେ, ଗାଡ଼ି ଚଲେଇକି ଯାଆନ୍ତି। ତଥାପି ପ୍ରେସର ପଡ଼ିବ ନା ଗୋଡ଼ରେ ଟିକେ, ନା ଗୋଡ଼ରେ ଟିକେ ପ୍ରେସର ପଡ଼ିବାରୁ 4ଟା ବେଳକୁ ଯିବ ନା, ଡକ୍ଟର ଆସୁଛନ୍ତି ସନ୍ଧ୍ୟାବେଳକୁ, ଉପରବେଳା ଟାଇମ୍ରେ ସେ ଡକ୍ଟର ରହୁଛନ୍ତି। ଉପରବେଳା ରହୁଛନ୍ତି, ମାନେ ସକାଳ ବେଳି ଆସୁନାହାନ୍ତି। ଉପରବେଳି କିଛି ସାର୍ ଆସୁଛନ୍ତି, ଉପରବେଳିକି ଗଲେ ଦେଖିବେ ଗୋଡ଼ଟାକୁ ଯିବେ। ବିନ୍ଧା ହେଲା ଟିକେ, ପ୍ରାୟ ଟାଇମ୍ ଟିକେ ବିନ୍ଧା ହେଉଛି, ମାନେ ଗୋଡ଼ ବି ଝକର ଫୁଲିଛି ଟିକେ, ମାନେ ଯିବେ ଆଜି ସେଥିଲାଗି ମେଡ଼ିକାଲ ଯିବେ। ଖାଇକି ଆସିକି ଏଠି ଛିଡ଼ା ହେଇଗଲା ଆସିକି, ଦେଖନ୍ତୁ ଓଇ ଖାଇଦେଲୁ। ରୁଦ୍ର କୁଆଡ଼େ ସେଟା ଗାଧେଇକି ସେ ଗାମୁଛା ପକେଇଛି ବେକରେ। ଦେଖନ୍ତୁ ଯେଉଁ ବିରି ହେଲା ବୋଉ ଏଇନେ ରଗଡ଼ୁଥିଲେ, ତାକୁ ତେଲ ମାରିକି ଶୁଖେଇଦେଲେ, ଶୁଖେଇକିରି ପୁଣି ତାକୁ ହେଇଛି ଚୋପା ଛଡ଼େଇଦେଲେ ବିରିରୁ। ଦେଖନ୍ତୁ ବଢ଼ିଆ ସେ ବାଗରେ ଚୋପା ଛଡ଼ିଗଲା। ଦେଖନ୍ତୁ ବିରି ପାଛୁଡ଼ିକି କରିସାରିଲାଣି, ଦେଖନ୍ତୁ ଚୋପା ପୁରା ଛାଡ଼ି ଯାଇଛି, ୟା ଦେହରେ ଆଉ ନାହିଁ ଆଉ ଚୋପା, ବିରିରୁ ଚୋପା ଛାଡ଼ିଗଲା। ଆଉ ଯୋଡ଼ି ନଗ ଅଛି ଯେଉଁ ବିରି ରଗଡ଼ା ହେଇଥିଲା ସେଥିରୁ ଅଳ୍ପ ବୋଉ ତାକୁ ଶୁଖେଇକି କରିଛନ୍ତି, ଆଉ କହୁଛନ୍ତି ଶୁଖି ହେଇଛି। ଆଉ ଶୁଖେଇଛ? ଆଉ ଶୁଖେଇଛନ୍ତି ସିଆଡ଼େ ଛାତ ଉପରେ। ଆଉ ଏଇତକ ତ ତାକୁ ଚୋପା ଛଡ଼େଇଦେଲେ ପିଠା କରିବା ପାଇଁ ନଗଦରେ ଆଗ। କ'ଣ କହିଲ? ରହିବଟି କେଉଁଥିରେ? ସରିଲା କ'ଣଟି? ସଇଲେଇଟି, ସଇଲେଇ ତ ରଖ, ଡବାରେ ଗୋଟେ ରଖିଦେବ, ଆଉ କ'ଣ ଏଥିରେ ରଖିଦେବ। ଏବେ ଦେଖନ୍ତୁ ଗାଧେଇକିରି ଆସିଲେ ଭାତ ଖାଇବେ। ଏବେ ଅପରପକ୍ଷ ହେଇଗଲା ଆଜିଠାରୁ, ଆଉ କାହା ଘରେ ଆମେ ଖାଇବୁନୁ।
ନା ଅପର ପକ୍ଷ ଚାଲିଲା ଆଉ କାହା ଘରେ ଖାଇବାନି ନା ହଁ ଆଜିଠୁ ଅପର ପକ୍ଷ ହେଇଗଲା ଆଉ ସେଥିଲାଗି ଗାଧୋଇଲେ ଖାଇବ ନହେଲେ ନାଇଁ ସେମିତି ଖାଇବନି। କ'ଣ କହିଲ? ଅପର ପକ୍ଷରେ ଖାଇବ ଗାଧେଇକିରି ହଁ ତା ପାଗରେ ଖାଇବନି। ହଁ ସେ ଗାଧୋଇକି ଆସିଲେ ନା ଗାଧୋଇ ସାରିଲେ ଖାଇବେ। ଏବେ ହେଇଗଲା ବିରି ରଗଡ଼ା ବୋଉ ଏବେ ରଖିଦେଲେ ଏଥିରେ ଡବା ଦେହରେ ବତୁଳା ହେବ ତ ମାନେ ବଟା ହେବ ପିଠା ହେବ ଆଉ ନା ହଁ ଆଜି ଜଣେ ପକେଇ ଦେଇଥିଲା